ନମସ୍କାର। ମୁଁ ସୁଦର୍ଶନ ଗିଲି ବିପ୍ଳବୀ କବିତା ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜିର ପ୍ରସଙ୍ଗ ହେଉଛି ଆମେ ଭାଗବତ କ'ଣ ପାଇଁ ପଢ଼ିବା। ଅଭିମନ୍ୟୁଙ୍କର ପୁତ୍ର ହେଉଛନ୍ତି ପରୀକ୍ଷିତ। ପରୀକ୍ଷିତ କୌଣସି କାରଣ ସକାଶୁ ସେ ସର୍ପଭିଶାପ ପାଇଥିଲେ। ତାଙ୍କୁ 7 ଦିନ ଭିତରେ ସର୍ପଦଂଶନ କରିବ। ସେ ସର୍ପଦଂଶନରୁ ରକ୍ଷା ପାଇବା ପାଇଁ ଶୁକମୁନିଙ୍କ ଠାରୁ ଗଙ୍ଗା ନଦୀ କୂଳରେ ବସିକି 7 ଦିନ ପର୍ଯ୍ୟନ୍ତ ଭାଗବତ ଶ୍ରବଣ କରିଥିଲେ ଏବଂ ଶୁକମୁନି ଏହି 7 ଦିନ ଭିତରେ ଭାଗବତକୁ ସମାପ୍ତି କରିଥିଲେ ଏବଂ ରାଜା ପରୀକ୍ଷିତ ଭାଗବତର ସମସ୍ତ କଥାକୁ ଶ୍ରବଣ କରିବା ପରେ ଏ ଧରାରୁ ସମ୍ପୂର୍ଣ୍ଣ ମାତ୍ରାରେ ମୁକ୍ତି ପାଇଯାଇଥିଲେ। ଆମେ ସେଥିପାଇଁ ଭାଗବତର କଥାକୁ ପ୍ରତ୍ୟେକ ଦିନ ଟିକିଏ ଟିକିଏ ଶ୍ରବଣ କରିବା ଅତ୍ୟନ୍ତ ଆବଶ୍ୟକତା ରହିଛି ବୋଲି ଆମେମାନେ କହିପାରିବା। ଭାଗବତ 4ଟି ଶୃଙ୍ଖଳିତ ବର୍ଣ୍ଣର ସମାହାରରେ ଗଠିତ। ଭ ବର୍ଣ୍ଣର ଅର୍ଥ ହେଉଛି ଭାବ। ଆମେ ଭାଗବତ ପାଠ କରିବା ଦ୍ୱାରା ଆମ ମନ ଭିତରେ ଗୋଟେ ଭାବ ଜାଗ୍ରତ ହୋଇଥାଏ। ତା ସୁଭାବ ହେଉ କି ଦୁର୍ଭାବ ହେଉ, ଗୋଟେ ଭାବ ଆମ ମନ ଭିତରେ ନିଶ୍ଚିତ ଭାବରେ ଆସିଥାଏ। ଗ ବର୍ଣ୍ଣର ଅର୍ଥ ହେଉଛି ଜ୍ଞାନ। ଆମେ ଭାଗବତକୁ ସମ୍ପୂର୍ଣ୍ଣ ରୂପେ ପାଠ କରିସାରିବା ପରେ ପରେ ଆମ ଭିତରେ ଜ୍ଞାନ ଜାଗ୍ରତ ହୋଇଥାଏ, ଯାହା ଫଳରେ ଆମେ ସମାଜରେ ସୁଦୃଢ଼ ହୋଇ ଛିଡ଼ା ହେବାରେ ଏ ଜ୍ଞାନ ସହଯୋଗ କରିଥାଏ। ବ ବର୍ଣ୍ଣର ଅର୍ଥ ହେଉଛି ବ୍ରହ୍ମ। ଆମେ ଭାଗବତକୁ ପାଠ କରିବା ପରେ ଆମେ ବ୍ରହ୍ମ ସହିତ ସମ୍ପୂର୍ଣ୍ଣ ମାତ୍ରାରେ ଲୀନ ହୋଇଥାଉ ଆଉ ବ୍ରହ୍ମକୁ ଆମ ନିଜ ଭିତରେ ଉପସ୍ଥାପିତ କରିଥାଉ। ତ ବର୍ଣ୍ଣର ଅର୍ଥ ହେଉଛି ତତ୍ତ୍ୱ। ଆମେ ଭାଗବତକୁ ପାଠ କରିବା ପରେ ପରେ ଭାଗବତ ସମ୍ପର୍କିତ ନିଗୂଢ଼ ତଥ୍ୟ ଆଉ ତଥ୍ୟଗୁଡ଼ିକକୁ ଜାଣିବାକୁ ପାଇଥାଉ। ଆମେ କାହିଁକି ଭାଗବତ ପଢ଼ିବା? ପ୍ରଥମତଃ ଆମେ ଭାଗବତ ପଢ଼ିଲେ ଆମ ପରିବାରରେ ଶାନ୍ତି ଆସିଥାଏ। ବାପ ପୁତ୍ର, ବାପ ଝିଅ, ସ୍ୱାମୀ ସ୍ତ୍ରୀ, ମା ପୁଅ, ମା ଝିଅ ଏମାନଙ୍କ ଭିତରେ କୌଣସି ପ୍ରକାର ବିବାଦ ଦେଖାଯାଇନଥାଏ ବା କୌଣସି ପ୍ରକାର ଭୁଲ ବୁଝାମଣା ଏମାନଙ୍କ ମଧ୍ୟରେ ହୋଇନଥାଏ ବା ଏମାନଙ୍କ ଭିତରେ କୌଣସି ପ୍ରକାର ବିଶୃଙ୍ଖଳିତ ଦ୍ୱନ୍ଦ୍ୱ ଦେଖାଯାଇନଥାଏ। ଏହାର କାରଣ ହେଉଛି ଯଦି ଆମେ ଭାଗବତ ପ୍ରତ୍ୟେକ ଦିନ ଗୋଟେ ଗୋଟେ ଅଧ୍ୟାୟ ପାଠ କରିବା, ତାହେଲେ ଆର ଭଲ ପ୍ରଭାବ ଆମ ପରିବାର ଉପରେ ପଡ଼ିବ। ଆମ ପରିବାରରେ ସଦାସର୍ବଦା ଶାନ୍ତି ରହିବ ବୋଲି ଆମେମାନେ କହିପାରିବା। ଦ୍ୱିତୀୟତଃ ଭାଗବତ ପାଠ କରିବା ଦ୍ୱାରା ଆମମାନଙ୍କର ଶତ୍ରୁ ବିନାଶ ହୁଅନ୍ତି। ଆମମାନଙ୍କର ପ୍ରତ୍ୟକ୍ଷ ଶତ୍ରୁ ବା ପରୋକ୍ଷ ଶତ୍ରୁ ବା ଯେଉଁମାନେ ଆମମାନଙ୍କ ବିରୁଦ୍ଧରେ ସଦାସର୍ବଦା ଚକ୍ରାନ୍ତ ରଚନ୍ତି, ଯଦି ଆମେ ପ୍ରତ୍ୟେକ ଦିନ ଭାଗବତ ପାଠ କରୁଥିବା, ସେମାନେ ଯେତେ ଚକ୍ରାନ୍ତ ରଚିଲେ ମଧ୍ୟ ଆମମାନଙ୍କ ଉପରେ ତା'ର କିଛି ପ୍ରଭାବ ମଧ୍ୟ ପଡ଼ିବ ନାହିଁ। ସେଥିପାଇଁ ଆମେ ଭାଗବତ ପ୍ରତ୍ୟେକ ଦିନ ପଢ଼ିବା ଅତ୍ୟନ୍ତ ଆବଶ୍ୟକତା ବୋଲି ଆମେ କହିପାରିବା। ତୃତୀୟତଃ ଆମେ ଭାଗବତ ପାଠ କରିବା ଦ୍ୱାରା ଆମେ ମାନବ ଜୀବନରୁ ମୁକ୍ତି ପାଇଥାଉ। ଆମ ମନ ଭିତରେ ଯେଉଁ କାମନା, ବାସନା, ମୋହ, ମାୟା, ଆଶା, ଆକାଂକ୍ଷା ଏସବୁଗୁଡ଼ିକ ସମ୍ପୂର୍ଣ୍ଣ ମାତ୍ରାରେ ଧୀରେ ଧୀରେ ଦୂରୀଭୂତ ହେବା ସହିତ ମନ ଭିତରେ ଗୋଟେ ଧାର୍ମିକ ଚେତନା ଜାଗ୍ରତ ହୋଇଥାଏ। ଯେତେବେଳେ ଗୋଟେ ବୁଢ଼ା ଲୋକଟିଏ ମୃତ୍ୟୁ ମୁଖରେ ପଡ଼ିଥାଏ ଆଉ କିଛି ସମୟ ଗଲେ ସେ ମୃତ୍ୟୁବରଣ କରିଯିବ, କିନ୍ତୁ ସେ ମୃତ୍ୟୁବରଣ କରିପାରିନଥାଏ। ଆମେ ଯେତେବେଳେ ତା ମୁହଁରେ ଗଙ୍ଗା ଜଳ ଦେଉ, ତୁଳସୀ ଜଳ ଦେଉ, ତଥାପି ସେ ମୃତ୍ୟୁବରଣ କରେ ନାହିଁ। ଯଦି ତା ମୁଣ୍ଡ ଉପରେ ଆମେ ବସିକି ଭାଗବତ ଗୋଟେ ଅଧ୍ୟାୟ ପାଠ କରୁ, ଭାଗବତର ପବିତ୍ର ଅମୃତ ବାଣୀ ଯେତେବେଳେ ତା କାନରେ ପଡ଼େ,
ତା ଜୀବନ ମୁକ୍ତି ଲାଭ ପାଇଯାଏ ଆଉ ସେ ମୃତ୍ୟୁବରଣ କରେ। କେଉଁଠି ଅତୀତର ମହାପୁରୁଷ ବିଜ୍ଞ ମନୀଷୀମାନେ କୁହନ୍ତି, ଆମେ 18ଟି ପୁରାଣ ପଢ଼ିବା ଦ୍ୱାରା ଯେତିକି ଜ୍ଞାନ ଲାଭ ପାଇଥାଉ, ଆମେ ଯଦି ଭାଗବତକୁ ପାଠ କରିବା ତାଠାରୁ ଅଧିକ ଜ୍ଞାନ ଲାଭ ପାଇବା ବୋଲି ବା ମହାପୁରୁଷମାନେ ଏକଥା କହିଛନ୍ତି। ଯଦି ମୋର এই ଆଲୋଚନାଟି ତୁମମାନଙ୍କୁ କିଛି ମାତ୍ରାରେ ପ୍ରଭାବିତ କରିବ, ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ ଏବଂ ନିଜସ୍ୱ ଅଭିମତ ନିଶ୍ଚିତ ଭାବରେ ପ୍ରଦାନ କରିବେ।